ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ନମସ୍କାର ଜଣାଇ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ନିୟମିତ ଏହି କାର୍ଯ୍ୟକ୍ରମ ଦେଖୁଥାନ୍ତୁ ଓ ଆମ୍ଭମାନଙ୍କ ସହିତ ଫୋନରେ ଯୋଗାଯୋଗ ଜାରି ରଖିଥାନ୍ତୁ। ପ୍ରଭୁ ନିଶ୍ଚୟ ଆଶୀର୍ବାଦ କରିବେ। ଆଜିର ଅଧ୍ୟୟନରେ ଆମେ ଯାତ୍ରା ପୁସ୍ତକର ଭୂମିକା ଓ ରୂପରେଖ ଉପରେ ନଜର ପକାଇ ଆମର ଅଧ୍ୟୟନ ଆରମ୍ଭ କରିବା। ଏହାପରେ ଆମେ ଯାତ୍ରା ପୁସ୍ତକ ପ୍ରଥମ ଅଧ୍ୟାୟକୁ ଯିବା, ଯେଉଁଠାରେ ଆମେ ମିଶରରେ ଇସ୍ରାଏଲର ବଂଶବୃଦ୍ଧି ଓ ସେମାନଙ୍କର ଦୁଃଖ କଷ୍ଟ ଏବଂ ଫାରୋଙ୍କ ଅପେକ୍ଷା ଈଶ୍ୱରଙ୍କୁ ଅଧିକ ଭୟ କରୁଥିବା 2 ଜଣ ଭକ୍ତ ମହିଳାଙ୍କ ସାହସିକ ବିଶ୍ୱାସ ବିଷୟରେ ଶିଖିବା। ତେବେ ଆସନ୍ତୁ ବକ୍ତାଙ୍କ ସହିତ ବାକ୍ୟ ମଧ୍ୟକୁ ଯିବା। ଏହି କାର୍ଯ୍ୟକ୍ରମଟି ବିଶେଷ ଭାବରେ କେବଳ ଖ୍ରୀଷ୍ଟିଆନ ମାନଙ୍କ ପାଇଁ ଉଦ୍ଦିଷ୍ଟ ଏବଂ ପବିତ୍ର ବାଇବଲର ଶିକ୍ଷା ଉପରେ ଆଧାର କରି ବିଶ୍ୱାସକୁ ଦୃଢ଼ କରିବା ସହ ଆତ୍ମିକ ଅଭିବୃଦ୍ଧି ଓ ଉତ୍ସାହିତ କରିବା ପାଇଁ ଏହା ପ୍ରସ୍ତୁତ କରାଯାଇଛି। ଅନ୍ୟ କୌଣସି ଧର୍ମ, ମତବାଦ କିମ୍ବା ବିଶ୍ୱାସକୁ ସମାଲୋଚନା କରିବା, ବିରୋଧ କରିବା କିମ୍ବା ଆଘାତ ପହଞ୍ଚାଇବା ଆମର ଉଦ୍ଦେଶ୍ୟ ନୁହେଁ। ଆମେ ସମସ୍ତ ଧର୍ମ ଏବଂ ସମ୍ପ୍ରଦାୟକୁ ଗଭୀର ଭାବରେ ସମ୍ମାନ ଜଣାଉ ଏବଂ ଏହି କାର୍ଯ୍ୟକ୍ରମରେ କାହାରି ଭାବନା, ବିଶ୍ୱାସ କିମ୍ବା ଧାର୍ମିକ ଅନୁଭୂତିକୁ ଆଘାତ କରିବା ବା ଅସମ୍ମାନ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଖ୍ରୀଷ୍ଟରେ ପ୍ରିୟ ଦର୍ଶକ ବନ୍ଧୁ ନମସ୍କାର। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଆପଣଙ୍କୁ ଆଜିର ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମକୁ ସ୍ୱାଗତ କରୁଅଛି। ଆଜି ଆମେ ଆଉ ଏକ ନୂଆ ପୁସ୍ତକ ଉପରେ ଅଧ୍ୟୟନ କରିବାକୁ ଯିବା। ତାହା ହେଲା ଯାତ୍ରା ପୁସ୍ତକ। ଏହି ପୁସ୍ତକର ଭୂମିକା ଉପରେ ଆମେ ଅଧ୍ୟୟନ କରିବା। ଯଦିଓ ଏହା ମଧ୍ୟରେ 350 ବର୍ଷର ବ୍ୟବଧାନ ରହିଛି, ଆଦି ପୁସ୍ତକର 15 ପର୍ବ ତାର 13 କହେ ଯେ ଅବ୍ରାହମଙ୍କ ବଂଶଧରମାନେ ମିଶର ଦେଶରେ 400 ବର୍ଷ ଦାସତ୍ୱ କର୍ମ କରିବେ। ଯାତ୍ରା ପୁସ୍ତକ 12 ପର୍ବ ତାର 40 ପଦ କହେ ଯେ 430 ବର୍ଷ ମିଶରରେ ପ୍ରବାସୀ ଥିଲେ ଏବଂ ଗାଲାତୀୟ 3 ପର୍ବ ତାର 16 ଏବଂ 17 ପଦ କହେ ଯେ ଏହାକୁ ଆହୁରି ସ୍ପଷ୍ଟ କରି ଦେଉଛି। ଅବ୍ରାହମକୁ ଈଶ୍ୱରଙ୍କ ଆହ୍ୱାନ ମିଳିବା ଦିନଠାରୁ ଏହା 430 ବର୍ଷ ଥିଲା ଏବଂ ଈଶ୍ୱର ଅବ୍ରାହମକୁ ବିଷୟ କହିବା ସମୟଠାରୁ ଏହା 400 ବର୍ଷ ଥିଲା। ଏହି ପାଠ୍ୟର ସରଳ ଓଡ଼ିଆ ଅନୁବାଦ ଏଠାରେ ଦିଆଗଲା। ଯାତ୍ରା ପୁସ୍ତକର ଅର୍ଥ ହେଉଛି ବାହାରକୁ ଯିବାର ପଥ ଏବଂ ମୁକ୍ତିର କାହାଣୀ ରକ୍ତ ଓ ଶକ୍ତି ଦ୍ୱାରା ବର୍ଣ୍ଣନା କରାଯାଇଥିବା ଦେଖୁଁ। ଯାତ୍ରା ପୁସ୍ତକ ବିଷୟରେ ଏବ୍ରୀ 11 ପର୍ବ ତାର 23-29ରେ ଉଲ୍ଲେଖ କରାଯାଇଛି, ଯେଉଁଥିରେ କୁହାଯାଇଛି ବିଶ୍ୱାସ ଦ୍ୱାରା ମୋଶାଙ୍କ ପିତାମାତା ତାଙ୍କ ଜନ୍ମ ହେବା ସମୟରେ ତାଙ୍କୁ ଗୋଟିଏ ସୁନ୍ଦର ପିଲା ଦେଖି ତାଙ୍କୁ ରାଜାଜ୍ଞାଙ୍କୁ ଭୟ ନ କରି 3 ମାସ ପର୍ଯ୍ୟନ୍ତ ତାଙ୍କୁ ଗୋପନରେ ରଖିଲେ। ବିଶ୍ୱାସ ଦ୍ୱାରା ମୋଶା ବୟସ ପ୍ରାପ୍ତ ହେଲା ଉତ୍ତାରେ ଫାରୋଙ୍କର କନ୍ୟାଙ୍କ ପୁତ୍ର ବୋଲି ଖ୍ୟାତ ହେବାକୁ ନାସ୍ତି କଲେ। ପାପର କ୍ଷଣିକ ସୁଖଭୋଗ ଅପେକ୍ଷା ଈଶ୍ୱରଙ୍କ ଲୋକମାନଙ୍କ ସହିତ ବରଂ ଦୁଃଖ ଭୋଗ କରିବାକୁ ସେ ପସନ୍ଦ କଲେ। ବିଶ୍ୱାସ ଦ୍ୱାରା ସେ ରାଜାଙ୍କ କ୍ରୋଧକୁ ଭୟ ନ କରି ମିଶର ଦେଶ ପରିତ୍ୟାଗ କଲେ, ଯେଣୁ ଯେ ଅଦୃଶ୍ୟ ତାହାଙ୍କୁ ଦର୍ଶନ କଲା ପରି ସୁସ୍ଥିର ରହିଲେ। ବିଶ୍ୱାସ ଦ୍ୱାରା ସେ ନିସ୍ତାର ପର୍ବ ଓ ରକ୍ତସେଚନ ବିଧି ପାଳନ କଲେ, ଯେପରି ପ୍ରଥମଜାତମାନଙ୍କର ସଂହାରକ ସେମାନଙ୍କୁ ସ୍ପର୍ଶ ନ କରନ୍ତି। ବିଶ୍ୱାସ ଦ୍ୱାରା ସେମାନେ ଶୁଷ୍କ ଭୂମି ପାର ହେଲା ପରି ସୁପସାଗରର ଭିତର ଦେଇ ପାର ହେଲେ, କିନ୍ତୁ ମିଶରିଆମାନେ ସେହି ପ୍ରକାରର ଚେଷ୍ଟା କରିବାକୁ ଯାଇ ବୁଡ଼ିମଲେ। ଯାତ୍ରା ଯେଉଁ ଶବ୍ଦରୁ ଆରମ୍ଭ ହୋଇଛି ତାହା ସଂଯୋଗାତ୍ମକ ଶବ୍ଦରୁ ଆରମ୍ଭ ହୋଇଛି। ଏହାକୁ ଏବଂ ବା ବର୍ତ୍ତମାନ ଅପେକ୍ଷା ଶବ୍ଦ ସହିତ ଆରମ୍ଭ ହେବା କଥା। ଯାତ୍ରା ପୁସ୍ତକକୁ ଆଦି ପୁସ୍ତକର ପରବର୍ତ୍ତୀ ଭାଗ ବୋଲି କୁହାଯାଏ। ଆଦି ପୁସ୍ତକ 46 ପର୍ବ ତାର 27 ପଦ ଆମକୁ କହେ ଯେ ଯାକୋବଙ୍କ ପରିବାରର 70 ଜଣ ସଦସ୍ୟ ମିଶରରେ ପ୍ରବେଶ କରିଥିଲେ। ଗଣନା ଅନୁଯାୟୀ ଯାତ୍ରା ପୁସ୍ତକ ସମୟରେ ପ୍ରାୟ 21 ଲକ୍ଷ ଲୋକ ମିଶର ଛାଡ଼ିଥିଲେ। ଯଦିଓ ସେହି ସମୟର ସଠିକ୍ ତାରିଖ ଜାଣିବା ଅସମ୍ଭବ,
ତଥାପି ମନେ ହୁଏ ଯେ ଜୋସେଫ କିମ୍ବା ମେଷପାଳକମାନେ ରାଜାଙ୍କ ଶାସନ କାଳରେ ମିଶରରେ ପ୍ରବେଶ କରିଥିଲେ। ଏହି ଶାସକମାନେ ବିଭିନ୍ନ ଦେଶର ବିଜେତା ଥିଲେ ଏବଂ ଅବ୍ରାମ, ଇସାହାକ ଓ ଜାକବଙ୍କ ସହିତ ସମ୍ପର୍କରେ ଥିଲେ। ପ୍ରକୃତରେ ଇସ୍ରାଏଲିଆମାନେ ହିଁ ସେମାନଙ୍କର ଏକମାତ୍ର ବନ୍ଧୁ ହୋଇଥାଇ ପାରନ୍ତି, କାରଣ ମିଶରୀୟମାନେ ସେମାନଙ୍କୁ ସମ୍ପୂର୍ଣ୍ଣ ଘୃଣା କରୁଥିଲେ। ଶେଷରେ ସେମାନଙ୍କୁ ମିଶରୀୟ ରାଜାଙ୍କ ଦ୍ୱାରା ତୋଡ଼ି ଦିଆଗଲା, ଯେଉଁମାନେ ସ୍ୱାଭାବିକ ଭାବରେ ବିଦେଶୀୟମାନଙ୍କ ପ୍ରତି ଶତ୍ରୁତା ଆଚରଣ କରିଥିଲେ। ଏହି ରାଜବଂଶରେ ହିଁ ସେହି ଫାରୋ ଥିଲେ ଯିଏ ଇସ୍ରାଏଲିଆମାନଙ୍କ ଉପରେ ଅତ୍ୟାଚାର କରିଥିଲେ ଏବଂ ଯିଏ ଜୋସେଫଙ୍କୁ ଜାଣିନଥିଲେ। ଯାତ୍ରା ପୁସ୍ତକରେ ମୋଶା ପ୍ରସିଦ୍ଧ ବ୍ୟକ୍ତିତ୍ୱ ଥିଲେ, ଯିଏ ପୁରାତନ ନିୟମର 5ଟି ପୁସ୍ତକର ଲେଖକ। ଆଦି ପୁସ୍ତକ, ଯାତ୍ରା ପୁସ୍ତକ, ଲେବୀୟ ପୁସ୍ତକ, ଗଣନା ପୁସ୍ତକ ଓ ଦ୍ୱିତୀୟ ବିବରଣର ପୁସ୍ତକର ଲେଖକ। ଯାତ୍ରା ପୁସ୍ତକରେ ମୋଶାଙ୍କ ଜୀବନର 120 ବର୍ଷକୁ 3 ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ହେଲା ପ୍ରଥମ 40 ବର୍ଷ ମିଶରରେ ଫାରୋଙ୍କ ରାଜପ୍ରସାଦରେ, ଦ୍ୱିତୀୟରେ ଦ୍ୱିତୀୟ 40 ବର୍ଷ ମିଦିୟନ ପ୍ରାନ୍ତରରେ, ତୃତୀୟରେ 40 ବର୍ଷ ପ୍ରାନ୍ତରରେ ଇସ୍ରାଏଲୀୟ ନେତା ଭାବେ ମିଶରରେ। ମିଶରରେ ମୋଶାଙ୍କ ଶିକ୍ଷା ଦୀକ୍ଷା ସୂର୍ଯ୍ୟ ମନ୍ଦିରରେ ହୋଇଥିଲା। ସେହି ଶିକ୍ଷା ଇସ୍ରାଏଲିଆମାନଙ୍କୁ ମିଶରରୁ ବାହାର କରି ଆଣିବା ପାଇଁ ଈଶ୍ୱରଙ୍କ ପଛରେ ଚାଲିବାକୁ ପ୍ରସ୍ତୁତ କରି ପାରିନଥିଲା। ସେ ଯେ ଏକାକୀ ଇସ୍ରାଏଲକୁ ମୁକ୍ତ କରିପାରିବେ ନାହିଁ, ଏହି କଥା ପ୍ରକାଶ କରିବା ପାଇଁ ଈଶ୍ୱର ତାଙ୍କୁ ପ୍ରାନ୍ତରରେ 40 ବର୍ଷ ଧରି ଶିକ୍ଷା ଦେଇଥିଲେ। ଏଠାରେ ଲକ୍ଷ୍ୟ କରନ୍ତୁ ଯେ ଈଶ୍ୱର ମୋଶାଙ୍କୁ ଆପଣା ଲୋକମାନଙ୍କୁ ମୁକ୍ତ କରିବା ପାଇଁ ପ୍ରସ୍ତୁତ କରିବା ପରେ ଦୀର୍ଘ 40 ବର୍ଷ ପରେ ତାଙ୍କୁ ପୁଣି ମିଶରକୁ ଫେରାଇ ଆଣିଲେ। ମୋଶାଙ୍କୁ ଇସ୍ରାଏଲର ପ୍ରାଚୀନମାନଙ୍କୁ ଏକତ୍ର କରି ଫାରୋଙ୍କ ନିକଟକୁ ଯିବାକୁ ହେବ। ଫାରୋ ଇସ୍ରାଏଲକୁ ଛାଡ଼ିବାକୁ ମନା କରିବେ। ତାଙ୍କ ହୃଦୟର କଠୋରତା ଈଶ୍ୱର ଏବଂ ମିଶରର ଦେବତାମାନଙ୍କ ମଧ୍ୟରେ ଯୁଦ୍ଧର ଦ୍ୱାର ଖୋଲିଦେବ। ମିଶର ପ୍ରତିମା ପୂଜା ଦ୍ୱାରା ପ୍ରଭାବିତ ହୋଇଥିଲା। ଯେଉଁଠି ଅନେକଙ୍କର ପୂଜା ଉପାସନା କରୁଥିଲେ, ସେଠାରେ ହଜାର ହଜାର ମନ୍ଦିର ଏବଂ ଲକ୍ଷ ଲକ୍ଷ ମୂର୍ତ୍ତି ଥିଲେ। ଏହି ପ୍ରତିମା ପୂଜା ପଛରେ ଶୟତାନ କାର୍ଯ୍ୟ କରୁଥିଲା। ଦ୍ୱିତୀୟ ତିମୋଥୀ 3 ପର୍ବ ତାର 8 ପଦ କହେ, ଆଉ ଯେପରି ଜନିସ୍ ଓ ଜମ୍ବ୍ରିସ୍ ମୋଶାଙ୍କର ପ୍ରତିରୋଧ କରିଥିଲେ, ସେହିପରି ଏହି ପୁରୁଷମାନେ ମଧ୍ୟ ସତ୍ୟର ପ୍ରତିରୋଧ କରନ୍ତି। ଏମାନେ ଭ୍ରଷ୍ଟମନା ହୋଇ ବିଶ୍ୱାସ ସମ୍ବନ୍ଧରେ ପ୍ରମାଣ ସିଦ୍ଧ ନୁହନ୍ତି। ଫାରୋ ପଚାରିଲେ, ଯାତ୍ରା ପୁସ୍ତକ 5 ପର୍ବ ତାର 2 ପଦ କହେ, ସଦାପ୍ରଭୁ କିଏ ଯେ ଆମ୍ଭେ ତାହାର କଥା ମାନି ଇସ୍ରାଏଲକୁ ଛାଡ଼ିଦେବୁ? ଆମ୍ଭେ ସଦାପ୍ରଭୁଙ୍କୁ ଚିହ୍ନି ନାହୁଁ ଓ ଇସ୍ରାଏଲକୁ ଛାଡ଼ିଦେବୁ ନାହିଁ। ଈଶ୍ୱର ନିଜର ପରିଚୟ ଦେଲେ। ଫାରୋ ଈଶ୍ୱରଙ୍କୁ ଜାଣିବାକୁ ପାଇଲେ ଏବଂ ତାଙ୍କୁ ଈଶ୍ୱର ବୋଲି ସ୍ୱୀକାର କଲେ। ଏଣୁ ଫାରୋ ଲୋକ ପଠାଇ ମୋଶା ଓ ହାରୋନଙ୍କୁ ଡକାଇ କହିଲେ, ଯାତ୍ରା ପୁସ୍ତକ 9 ପର୍ବ ତାର 27 ପଦରେ ଲେଖା ଅଛି, ଏହିଥର ଆମ୍ଭେ ପାପ କଲୁ। ସଦାପ୍ରଭୁ ଧାର୍ମିକ, ମାତ୍ର ଆମ୍ଭେ ଓ ଆମ୍ଭ ଲୋକମାନେ ଦୋଷୀ। ଯାତ୍ରା ପୁସ୍ତକ 10 ପର୍ବ ତାର 16ରେ ଲେଖା ଅଛି, ତହୁଁ ଫାରୋ ଶୀଘ୍ର ମୋଶା ଓ ହାରୋନଙ୍କୁ ଡକାଇ କହିଲେ, ଆମ୍ଭେ ତୁମମାନଙ୍କ ସଦାପ୍ରଭୁ ପରମେଶ୍ୱରଙ୍କ ଓ ତୁମମାନଙ୍କ ବିରୁଦ୍ଧରେ ପାପ କଲୁ। ଏହି ଘଟଣାରୁ ପ୍ରଶ୍ନ ଉଠେ ଯେ ଏହି ମହାମାରୀ କାହିଁକି ଆସିଲା? ଏ ସମସ୍ତ ବାସ୍ତବରେ ମିଶରର ଦେବତାମାନଙ୍କ ସହିତ ଈଶ୍ୱରଙ୍କ ଯୁଦ୍ଧ ଥିଲା। ପ୍ରତ୍ୟେକ ମହାମାରୀ ମିଶରର କୌଣସି ନା କୌଣସି ନିର୍ଦ୍ଦିଷ୍ଟ ଦେବତାଙ୍କ ବିରୁଦ୍ଧରେ ଉଦ୍ଦିଷ୍ଟ ଥିଲା। ଯାତ୍ରା ପୁସ୍ତକ 12 ପର୍ବ ତାର 12 ପଦ କହେ, ଯେହେତୁ ଆମେ ଆଜି ରାତ୍ରି ମିଶର ଦେଶର ମଧ୍ୟ ଦେଇ ଯାଇ ମିଶର ଦେଶସ୍ଥ ମନୁଷ୍ୟ ଓ ପଶୁର ସମସ୍ତ ପ୍ରଥମ ଜାତଙ୍କୁ ସଂହାର କରିବା, ପୁଣି ମିଶ୍ରୀୟ ସମସ୍ତ ଦେବତାର ବିଚାର କରି ଦଣ୍ଡ ଦେବା, ଆମ୍ଭେ ସଦାପ୍ରଭୁ ଈଶ୍ୱର ଆପଣ ଲୋକମାନଙ୍କ ନିକଟରେ ଆପଣାକୁ ପ୍ରକାଶ କରିବାକୁ ଚାହୁଁଥିଲେ ଯେ ସଦାପ୍ରଭୁ ମିଶରର ଯେକୌଣସି ଦେବତାଙ୍କ ଅପେକ୍ଷା ଅନେକ ଗୁଣରେ ମହାନ ଏବଂ ସେମାନଙ୍କୁ ମୁକ୍ତ କରିବା ପାଇଁ ତାଙ୍କ ପାଖରେ ସମ୍ପୂର୍ଣ୍ଣ ଶକ୍ତି ରହିଛି। ଯଦି ଆମେ ଯାତ୍ରା ପୁସ୍ତକର ବହିରେଖା ବିଷୟ ଚିନ୍ତା କରୁ, ଏହା ଏ ପ୍ରକାର ହେବ। ପ୍ରଥମ 11 ପର୍ବରେ ଜଣେ ଉଦ୍ଧାରକର୍ତ୍ତାଙ୍କ ବିଷୟରେ କୁହାଯାଇଛି। ପ୍ରଥମ ପର୍ବରେ ମିଶରରେ ଇସ୍ରାଏଲିଆମାନଙ୍କ ଦାସତ୍ୱର ଅବସ୍ଥା ଦେଖୁଁ। ଦ୍ୱିତୀୟ ପର୍ବରେ ମୋଶାଙ୍କ ଜନ୍ମ ଓ 3 ପର୍ବରେ ମୋଶାଙ୍କ ଆହ୍ୱାନ ଓ 40 ବର୍ଷ ମିଦିୟନରେ ରହିବା ବିଷୟ ଦେଖୁଁ। ପୁଣି
ଚାରି ପର୍ବରେ ମିଶରକୁ ମୂଷାଙ୍କ ପ୍ରତ୍ୟାବର୍ତ୍ତନ ବିଷୟ ଦେଖୁଁ। 5 ପର୍ବରୁ 11 ପର୍ବ ମଧ୍ୟରେ 9 ଗୋଟି ମହାମାରୀ ମିଶର ପ୍ରତି ଆସିଥିବା ଦେଖୁଁ। ଯାତ୍ରା ପୁସ୍ତକ 12ରୁ 14 ପର୍ବରେ ରକ୍ତ ଓ ଶକ୍ତିରେ ଉଦ୍ଧାର କରିଥିବା ଦେଖୁଁ। 12 ପର୍ବରେ ଦଶମ ମହାମାରୀ ଦେଖୁଁ, ଯାହା ମିଶରୀୟମାନଙ୍କ ପ୍ରଥମ ସନ୍ତାନ ମୃତ୍ୟୁବରଣ କଲେ, ଯାହାକୁ ନିସ୍ତାର ପର୍ବ ଭାବେ 13 ଓ 14 ପର୍ବରେ ସୁପସାଗର ପାର ହେବା ବିଷୟରେ ଦେଖୁଁ। କେବଳ ସେତିକି ନୁହେଁ, ମିଶରୀୟ ସୈନ୍ୟମାନେ ବିନଷ୍ଟ ହେଲେ। 15ରୁ 18 ପର୍ବରେ ସିନୟ ପର୍ବତ ଉପରକୁ ଯିବାର ଦେଖୁଁ। ଯାତ୍ରା 15 ପର୍ବ ତାର 1ରୁ 22 ପଦରେ ସେମାନେ ମୁକ୍ତିର ଗୀତ ଗାଉଥିବା ଦେଖୁଁ। 15 ପର୍ବର ଶେଷରେ ତିକ୍ତ ଜଳ ପାନ କରିଥିବା ଦେଖୁଁ। ଯାତ୍ରା 15 ପର୍ବ ତାର 27 ପଦରେ ଏଲିମ୍‌ରେ ବିଶ୍ୱାସୀମାନଙ୍କ ଆତ୍ମିକ ଫଳ ଫଳିବା ଅନୁଭୂତି ବିଷୟରେ ଦେଖୁଁ। 16 ପର୍ବରେ ପ୍ରାନ୍ତରରେ ସେମାନଙ୍କର ପାପ ବିଷୟ ଦେଖୁଁ। ମାନ୍ନା ଓ ଭାଟୋଇ ପକ୍ଷୀ ପ୍ରଭୁ ଯୋଗାଇଥିବା ଦେଖୁଁ। ଯାତ୍ରା 17 ପର୍ବ ତାର 1ରୁ 7 ପଦରେ ପଥରକୁ ଆଘାତ କରିବା ବିଷୟ ଦେଖୁଁ। ଯାତ୍ରା 19ରୁ 24 ପର୍ବରେ ବ୍ୟବସ୍ଥା ଦେଇଥିବା ଦେଖୁଁ। ତାହାପରେ 25ରୁ 40 ପଦରେ ସମାଗମ ତମ୍ବୁ ନିର୍ମାଣ ନିମନ୍ତେ ନିର୍ଦ୍ଦେଶ ଦେଇଥିବା ଦେଖୁଁ। ଯାତ୍ରା ପୁସ୍ତକର ପ୍ରଥମ କେତେକ ପଦ ଯାହା ଆଦି ପୁସ୍ତକ ସହିତ ଜଡ଼ିତ ଥାଏ। ଯେଉଁମାନେ ମିଶରକୁ ଆସିଥିଲେ ସେମାନଙ୍କର ତାଲିକା ପ୍ରଥମେ ଦିଆଯାଇଛି ଏବଂ ପରବର୍ତ୍ତୀ ବର୍ଷଗୁଡ଼ିକୁ ଶୀଘ୍ର ସଂକ୍ଷେପରେ କୁହାଯାଇଛି। ଯାତ୍ରା ପୁସ୍ତକ 1 ପର୍ବ ତାର 7 ଆଦି ପୁସ୍ତକର ବିବରଣ ଦିଆଯାଇଥାଏ। ଯାତ୍ରା ପୁସ୍ତକ 20 ପର୍ବ ତାର 2 ପଦ ଏହି ପୁସ୍ତକର ଚାବି ଅଟେ। ସେଠାରେ ଲେଖା ଅଛି ଯେ ତୁମ୍ଭକୁ ଦାସଗୃହ ସ୍ୱରୂପ ମିଶର ଦେଶରୁ ବାହାର କରି ଆଣିଛନ୍ତି ତୁମ୍ଭର ସେହି ସଦାପ୍ରଭୁ ପରମେଶ୍ୱର ଆମ୍ଭେ। ଯାତ୍ରା ପୁସ୍ତକ 1 ପର୍ବ ତାର 1ରୁ 6 ପଦରେ ଲେଖା ଅଛି। ଯଦି ଆପଣମାନଙ୍କ ପାଖରେ ବାଇବଲ ଅଛି ତାହେଲେ ମୋ ସହିତ ଖୋଲନ୍ତୁ। ବାକ୍ୟରେ ଏପରି ଲେଖା ଅଛି, ଇସ୍ରାଏଲଙ୍କର ଯେଉଁ ପୁତ୍ରଗଣ ପ୍ରତ୍ୟେକେ ଆପଣା ଆପଣା ପରିଜନ ଘେନି ଯାକୋବଙ୍କ ସହିତ ମିଶର ଦେଶକୁ ଆସିଥିଲେ ସେମାନଙ୍କ ନାମ ରୁବେନ, ସିମିଓନ, ଲେବି ଓ ଜିହୁଦା, ଇସାଖର, ସବୁଲୁନ ଓ ବିନ୍ୟାମିନ, ଦାନ ଓ ନପ୍ତାଲି, ଗାଦ ଓ ଆସେର। ସର୍ବସୁଦ୍ଧା ଯାକୋବଙ୍କର କୋଟିରୁ ଉତ୍ପନ୍ନ ବଂଶ 70 ପ୍ରାଣୀ ଥିଲେ। ମାତ୍ର ଯୋସେଫ ପୂର୍ବେ ମିଶରରେ ଥିଲେ। ଅନନ୍ତର ଯୋସେଫ ଓ ତାଙ୍କର ଭ୍ରାତୃଗଣ ଓ ତତ୍କାଳୀନ ସମସ୍ତ ଲୋକ ମଲେ। ଯାତ୍ରା ପୁସ୍ତକ ମନେ ହେଉଛି ଆଦି ପୁସ୍ତକର ଦ୍ୱିତୀୟ ଭାଗ। ଯୋସେଫଙ୍କ ମୃତ୍ୟୁ ସହିତ ଆଦି ପୁସ୍ତକ ସମାପ୍ତ ହୁଏ। ଯାତ୍ରା ପୁସ୍ତକ 1 ପର୍ବ ତାର 6 ପଦ ଆମକୁ କହେ ଯେ ମାତ୍ର ଯୋସେଫ ପୂର୍ବେ ମିଶରରେ ଥିଲେ। ଅନନ୍ତର ଯୋସେଫ ଓ ତାଙ୍କର ଭ୍ରାତୃଗଣ ଓ ତତ୍କାଳୀନ ସମସ୍ତ ଲୋକ ମଲେ। ଏହାପରେ 350 ବର୍ଷ ବିତି ଯାଇଛି। ଆଦି ପୁସ୍ତକ 46 ପର୍ବରେ ଈଶ୍ୱର କହିଥିଲେ ଯେ ଇସ୍ରାଏଲ ମିଶର ଦେଶରେ ବୃଦ୍ଧି ପାଇବ, ବଂଶ ବିସ୍ତାର କରିବ ଏବଂ ଏକ ମହାନ ଜାତିରେ ପରିଣତ ହେବ। ଆମେ ସପ୍ତମ ପଦକୁ ଆସିବା ବେଳକୁ ଏହି ଭବିଷ୍ୟବାଣୀ ପ୍ରକୃତରେ ସଫଳ ହୋଇସାରିଛି। ଯାତ୍ରା 1 ପର୍ବ ତାର 7 ପଦରେ ଲେଖା ଅଛି, ତଥାପି ଇସ୍ରାଏଲ ବଂଶ ବହୁପ୍ରଜ, ବର୍ଦ୍ଧିଷ୍ଣୁ ଓ ବହୁଗୋଷ୍ଠୀକ ହୋଇ ଅତିଶୟ ପ୍ରବଳ ହେଲେ। ପୁଣି ସେମାନଙ୍କ ଦ୍ୱାରା ଦେଶ ପରିପୂର୍ଣ୍ଣ ହେଲା। 8 ପଦ ଆମକୁ କହେ ଯେ ମହାନ ପରିବର୍ତ୍ତନ ଘଟିଛି। ଯାତ୍ରା 1 ପର୍ବ ତାର 8 ପଦରେ ଲେଖା ଅଛି, ଅନନ୍ତର ଯେ ଯୋସେଫଙ୍କୁ ଜାଣିନଥିଲେ ଏପରି ଏକ ନୂତନ ରାଜା ମିଶର ଦେଶରେ ହେଲେ। ମିଶରର ସିଂହାସନରେ ଏକ ନୂତନ ଫାରୋ ରାଜା ଭାବେ ଅଧିଷ୍ଠିତ ହୋଇଛନ୍ତି, ଯିଏ କେବେ ଯୋସେଫଙ୍କ ବିଷୟରେ ଶୁଣି ନାହାନ୍ତି। ସେମାନଙ୍କୁ ଗାଦ୍ୟଚ୍ୟୁତ କରାଯାଇଥିଲା ଏବଂ ମିଶରର ପୂର୍ବତନ ରାଜବଂଶ ପୁନର୍ବାର ସିଂହାସନରେ ବସିଥିଲେ। ନୂତନ ରାଜା ଯୋସେଫଙ୍କୁ କେବେ ଜାଣିନଥିଲେ ଏବଂ ତାଙ୍କ ପ୍ରତି ବା ତାଙ୍କ ବଂଶଧରମାନଙ୍କ ପ୍ରତି କୌଣସି କୃତଜ୍ଞତା ଅନୁଭବ କରିନଥିଲେ। ଅଷ୍ଟମ ପଦରୁ ଏକ ବହୁତ ବଡ଼ ଶିକ୍ଷା ପାଉ। ମୁଁ ପ୍ରାୟତଃ ଆଶ୍ଚର୍ଯ୍ୟ ହୁଏ ଯେ ଆଜିର ଯେଉଁ ସବୁ ସଂଗଠନ ବିଶେଷ କରି ପିଲାମାନଙ୍କ ପାଖରେ ପହଞ୍ଚିବା ପାଇଁ କାମ କରୁଛନ୍ତି ସେମାନେ କାହିଁକି ଏହି ପଦଟିକୁ ବ୍ୟବହାର କରିନାହାନ୍ତି। ଏହା ବ୍ୟବହାର କରାଯିବା ଉଚିତ। ପ୍ରତ୍ୟେକ ପିଢ଼ିକୁ ଈଶ୍ୱରଙ୍କ ବାକ୍ୟ ଶିକ୍ଷା ଦେବାର ଦାୟିତ୍ୱ ରହିଛି। ଯଦି ଆମେ ବାଇବଲ ଶିକ୍ଷା ଦେବାରେ ଅବହେଳା କରିବା ତେବେ ଏପରି ଏକ ସମୟ ଆସିବ ଯେତେବେଳେ ଏହାକୁ ସମ୍ପୂର୍ଣ୍ଣ ଭାବେ ଭୁଲିଯିବେ। ଏବେ ମିଶରରେ ଏପରି ଏକ ଫାରୋ ରାଜା ହେଲେ ଯିଏ ଯୋସେଫଙ୍କୁ ଜାଣିନଥିଲେ। ଠିକ୍ ସେହିପରି ସବୁ ସମୟରେ ନୂତନ ପିଢ଼ି ଆସନ୍ତି
ଯେଉଁମାନେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବିଷୟରେ କେବେ ଶୁଣିନଥାନ୍ତି। ଆମ ଭଳି କିଛି ବୟସ୍କ ଲୋକ କେତେ କଷ୍ଟ ଓ ଯନ୍ତ୍ରଣା ଦେଇ ଗତି କରିଛନ୍ତି ତାହା ସେମାନେ ବୁଝିପାରିଲେ ନାହିଁ। ତେଣୁ ପୂର୍ବ ପିଢ଼ିରେ କ'ଣ ଘଟିଥିଲା ତାହା ପରବର୍ତ୍ତୀ ପିଢ଼ିକୁ ଶିଖାଇବା ସର୍ବଦା ଆବଶ୍ୟକ। ଏହିପରି ଭାବେ ଏକ ପିଢ଼ି ଆସିଲେ ଯିଏ ଯୋସେଫଙ୍କ ବିଷୟରେ କେବେ ଶୁଣିନଥିଲେ। ଏକ ସମୟ ଥିଲା ଯେତେବେଳେ ଯୋସେଫ ଏତେ ଜଣାଶୁଣା ଥିଲେ ଯେ ସେ ଜଣେ ମହାନାୟକ ଥିଲେ ଏବଂ ତାଙ୍କ ମିଶରକୁ ସେହି ଦେଶରୁ ବାହାରକୁ ନେବାକୁ ମଧ୍ୟ ଅନୁମତି ନଥିଲା। କ୍ଷମତାକୁ ଆସିଥିବା ନୂତନ ଫାରୋ ତାଙ୍କର ପୂର୍ବବର୍ତ୍ତୀ ଶାସକମାନଙ୍କ ଭଳି ଇସ୍ରାଏଲୀୟମାନଙ୍କ ପ୍ରତି ସେତେ ସଦୟ ମନୋଭାବ ପୋଷଣ କରିନଥିଲେ। ଯାତ୍ରା 1 ପର୍ବ ତାର 9 ଏବଂ 10 ପଦରେ ଲେଖା ଅଛି। ସେ ଆପଣା ଲୋକମାନଙ୍କୁ କହିଲେ, ଦେଖ, ଇସ୍ରାଏଲ ସନ୍ତାନମାନଙ୍କ ବଂଶ ବଳରେ ଓ ସଂଖ୍ୟାରେ ଆମମାନଙ୍କ ଠାରୁ ଅଧିକ ଅଟନ୍ତି। ସେମାନେ ଯେପରି ବର୍ଦ୍ଧିତ ନ ହୁଅନ୍ତି, ପୁଣି ଯୁଦ୍ଧ ଘଟିଲେ ଆମ୍ଭମାନଙ୍କର ଶତ୍ରୁପକ୍ଷ ହୋଇ ଆମମାନଙ୍କ ସଙ୍ଗେ ଯୁଦ୍ଧ ନ କରନ୍ତି ଓ ଏ ଦେଶରୁ ପ୍ରସ୍ଥାନ ନ କରନ୍ତି, ଏଥିପାଇଁ ଆସ ଆମ୍ଭେମାନେ ସେମାନଙ୍କ ସଙ୍ଗେ ସାବଧାନ ହୋଇ ବ୍ୟବହାର କରୁ। ସମ୍ଭାବନା ଥିଲା ଯେ ଇସ୍ରାଏଲ ବୋଧହୁଏ ମିଶରର ବିରୁଦ୍ଧରେ ଶତ୍ରୁପକ୍ଷ ସହିତ ହାତ ମିଳାଇଥାନ୍ତେ। ଯଦିଓ ଫାରୋ କ୍ରୀତଦାସ ଚାହୁଁଥିଲେ, ତଥାପି ଏହି ସମସ୍ୟାର ସମାଧାନର ସହଜ ଉପାୟ ଥିଲା ଇସ୍ରାଏଲକୁ ଚାଲିଯିବାକୁ ଅନୁମତି ଦେବା। ଇସ୍ରାଏଲକୁ ମୁକ୍ତ କରିବା ପରିବର୍ତ୍ତେ ଫାରୋ ଏହି ସଙ୍କଟର ମୁକାବିଲା କରିବା ପାଇଁ ସଂସାରିକ ଜ୍ଞାନ ବ୍ୟବହାର କରିବାକୁ ନିଷ୍ପତ୍ତି ନେଲେ। ଯାତ୍ରା 1 ପର୍ବ ତାର 11 ପଦରେ ଲେଖା ଅଛି। ଅନନ୍ତର ସେମାନେ ଭାର ବହନ ଦ୍ୱାରା ସେମାନଙ୍କୁ କ୍ଲେଶ ଦେବା ପାଇଁ ସେମାନଙ୍କ ଉପରେ କାର୍ଯ୍ୟଶାସକମାନଙ୍କୁ ନିଯୁକ୍ତ କଲେ। ପୁଣି ସେମାନଙ୍କ ଦ୍ୱାରା ଫାରୋଙ୍କ ନିମନ୍ତେ ଭଣ୍ଡାରର ନଗର ଅର୍ଥାତ୍ ପିଥୋମ ଓ ରାମସେସ୍ ନିର୍ମାଣ କରାଇଲେ। ଇସ୍ରାଏଲର ସନ୍ତାନମାନଙ୍କୁ କଠିନ ପରିଶ୍ରମ କରିବାକୁ ବାଧ୍ୟ କରାଯାଇଥିଲା। ସେମାନେ ପିରାମିଡ ସବୁ ନିର୍ମାଣ କରିନଥିଲେ, କାରଣ ସେଗୁଡ଼ିକ ଅନେକ ଅନେକ ବର୍ଷ ପୂର୍ବରୁ ଭଗ୍ନ ଅବସ୍ଥାରେ ଥିଲା। ତେବେ ସେମାନଙ୍କୁ ଭଣ୍ଡାର ଗୃହ ସଦୃଶ ନଗରୀଗୁଡ଼ିକୁ ନିର୍ମାଣ କରିବାକୁ ବାଧ୍ୟ କରାଯାଇଥିଲା। ସେମାନେ ପିଥୋମ ଏବଂ ରାମସେସ୍ ନାମକ ଭଣ୍ଡାର ନଗରୀଗୁଡ଼ିକ ନିର୍ମାଣ କରିଥିଲେ। ଦାସ ହିସାବରେ ସେମାନଙ୍କୁ ଯେଉଁ ଇଟା ତିଆରି କରିବାକୁ ବାଧ୍ୟ କରାଯାଇଥିଲା, ସେହି ଇଟାରେ ହିଁ ସେମାନେ ଏହି ସହରଗୁଡ଼ିକର ନିର୍ମାଣ ନିମନ୍ତେ ବ୍ୟବହାର କରିଥିଲେ। ସେମାନଙ୍କର ଦାସତ୍ୱର ଆରମ୍ଭ ସମୟରେ ଇସ୍ରାଏଲୀୟମାନଙ୍କୁ ଇଟା ତିଆରି ପାଇଁ ନଡ଼ା ଯୋଗାଇ ଦିଆଯାଇଥିଲା। କିନ୍ତୁ ଫାରୋଙ୍କ ଅତ୍ୟାଚାର ଯେତିକି ବଢ଼ିଲା, ସେମାନଙ୍କୁ ନିଜ ପାଇଁ ନଡ଼ା ନିଜେ ଖୋଜିବାକୁ ବାଧ୍ୟ କରାଗଲା ଏବଂ ଏଥିସହିତ ପୂର୍ବ ଭଳି ସମାନ ପରିମାଣର ଇଟା ପ୍ରସ୍ତୁତ କରିବାକୁ ମଧ୍ୟ ଆଦେଶ ଦିଆଗଲା। ଜଣେ ଅଧ୍ୟାପକ ଡକ୍ଟର କାଇଲ୍ ଦିନେ ଶ୍ରେଣୀଗୃହକୁ ଏପରି ଏକ ଇଟା ଆଣିଥିଲେ ଯାହାକୁ ରାମାସେସ୍ ସହରରୁ ବାହାର କରାଯାଇଥିଲା। ସେହି ଇଟାଟି ବିନା ନଡ଼ାରେ ତିଆରି ହୋଇଥିଲା। ମିଶରରେ ଇସ୍ରାଏଲର ସେହି ଦାସତ୍ୱର ବାଇବଲ ଆଧାରିତ ବିଷୟ ପାଇଁ କୌଣସି ପ୍ରମାଣର ଆବଶ୍ୟକତା ନାହିଁ। ଏହି ଇଟାଟି ପ୍ରମାଣ କରେ ଯେ ସେହି ଘଟଣା ସମ୍ପୂର୍ଣ୍ଣ ଠିକ୍ ଅଟେ। ଏଥିରେ କୌଣସି ସନ୍ଦେହ ନାହିଁ ଯେ ମିଶରରେ ଇସ୍ରାଏଲୀୟମାନେ ଏକ ଅତି କଠିନ ପରିସ୍ଥିତିରେ ଥିଲେ। ମିଶରବାସୀମାନେ ଇସ୍ରାଏଲର ଜୀବନକୁ ଦିନକୁ ଦିନ ଅଧିକରୁ ଅଧିକ କଷ୍ଟକର ଦେଇଥିଲେ। ଯାତ୍ରା 1 ପର୍ବ ତାର 12 ପଦରେ ଲେଖା ଅଛି। ମାତ୍ର ସେମାନେ ସେମାନଙ୍କୁ ଯେତେ ଅଧିକ କ୍ଲେଶ ଦେଲେ, ସେମାନେ ସେତେ ଅଧିକ ବୃଦ୍ଧି ପାଇଲେ, ପୁଣି ସେତେ ଅଧିକ ବ୍ୟାପୀ କଲେ। ଏହେତୁ ଇସ୍ରାଏଲର ସନ୍ତାନମାନଙ୍କ ନିମନ୍ତେ ସେମାନେ ଅତିଶୟ ଉଦ୍ବିଗ୍ନ ହେଲେ। ଈଶ୍ୱର ଅବ୍ରାହମକୁ କହିଥିଲେ ଯେ ମିଶରରେ ଇସ୍ରାଏଲକୁ କଠିନ ସମୟର ସମ୍ମୁଖୀନ ହେବାକୁ ପଡ଼ିବ। ଆଦି ପୁସ୍ତକ 15 ପର୍ବ ତାର 13 ପଦ କହେ, ସେତେବେଳେ ସେ ଅବ୍ରାହମକୁ କହିଲେ, ତୁମର ସନ୍ତାନଗଣ 400 ବର୍ଷ ଅନ୍ୟ ଦେଶରେ ପ୍ରବାସୀ ହୋଇ ଦାସ୍ୟକର୍ମ କରି କ୍ଲେଶ ଭୋଗ କରିବେ। ଏହା ନିଶ୍ଚିତ ଜାଣିବ। ଏହି ପଦରେ 3ଟି ବିଷୟର ଭବିଷ୍ୟବାଣୀ କରାଯାଇଛି। ଇସ୍ରାଏଲୀୟମାନେ ବିଦେଶୀ ହେବେ, ସେମାନେ କ୍ରୀତଦାସ ଏବଂ ସେମାନେ ନିର୍ଯାତନା ପାଇବେ। ଯାତ୍ରା ପୁସ୍ତକ ପ୍ରଥମ ଅଧ୍ୟାୟର ପ୍ରଥମ କେତେକ ପଦ ମଧ୍ୟରେ ହିଁ ଏହି ସମସ୍ତ ଭବିଷ୍ୟବାଣୀ ସତ୍ୟ ପ୍ରମାଣିତ ହୋଇସାରିଛି। ମିଶରବାସୀମାନେ ଇସ୍ରାଏଲୀୟମାନଙ୍କୁ ଯେତିକି ଅଧିକ କ୍ଲେଶ ଦେଲେ, ସେମାନେ ସେତିକି ଅଧିକ ବଂଶ ବିସ୍ତାର କଲେ ଏବଂ ବୃଦ୍ଧି ପାଇଲେ। ଯାତ୍ରା 1 ପର୍ବ ତାର 13ରୁ 15 ପଦରେ ଲେଖା ଅଛି। ତହିଁରେ ମିଶ୍ରୀୟ ଲୋକମାନେ ନିର୍ଦ୍ଦୟ ଭାବରେ ଇସ୍ରାଏଲ ସନ୍ତାନମାନଙ୍କୁ
ଦାସ୍ୟକର୍ମ କରାଇଲେ। ପୁଣି କାଦୁଅ ଓ ଇଟା ଓ ବିଲର ସବୁ କର୍ମାଦି କଠିନ ଦାସ୍ୟକର୍ମ ଦ୍ୱାରା ସେମାନଙ୍କ ପ୍ରାଣକୁ ବିରକ୍ତ କରିବାକୁ ଲାଗିଲେ। ସେମାନେ ଯେ ସମସ୍ତ ଦାସ୍ୟକର୍ମ କରାଇଲେ, ସେ ସମସ୍ତ ନିର୍ଦ୍ଦୟ ଭାବରେ କରାଇଲେ। ଅନନ୍ତର ମିଶ୍ରୀୟ ରାଜା ସିଫ୍ରା ଓ ପୁୟା ନାମ୍ନୀ ଦୁଇ ଏବ୍ରିଆ ଧାତ୍ରୀଙ୍କୁ ଏହି କଥା କହିଲେ। ମିଶରବାସୀମାନେ କେବଳ ଇସ୍ରାଏଲୀୟମାନଙ୍କୁ ଦାସ କରି ରଖିନଥିଲେ, ବରଂ ସେମାନଙ୍କ ପ୍ରତି ଅତ୍ୟାଚାର ମଧ୍ୟ କରୁଥିଲେ। ଏହି ନିର୍ଯାତନା ସତ୍ତ୍ୱେ ସେମାନଙ୍କ ଉପରେ ଈଶ୍ୱରଙ୍କ ଆଶୀର୍ବାଦ ରହିଥିଲା ଏବଂ ସେମାନଙ୍କର ସଂଖ୍ୟା ବହୁ ପରିମାଣରେ ବୃଦ୍ଧି ପାଇଲା। ଫରୋ ନିଜ ଅଧୀନରେ ଥିବା ଇସ୍ରାଏଲୀୟମାନେ ବୃତ୍ତି ପାଇବା ଲକ୍ଷ୍ୟ କଲେ ଏବଂ ଏହି ସମସ୍ୟାର ସମାଧାନ ପାଇଁ ସେ ଏବ୍ରିୟ ଧାତ୍ରୀଙ୍କର ସହିତ କଥା ହେଲେ। ଏହି ଦୁଇଟି ମହିଳାଙ୍କ ନାମର ଅର୍ଥ ଜାଣିବା ବେଶ ଆନନ୍ଦଦାୟକ। ସିଫ୍ରା ନାମର ଅର୍ଥ ହେଉଛି ସୌନ୍ଦର୍ଯ୍ୟ, ପୁୟା ନାମର ଅର୍ଥ ହେଉଛି ଦୀପ୍ତି। ଆପଣ କେବେ ମିଶରୀୟ ମହିଳାମାନଙ୍କର ଛବିଗୁଡ଼ିକ ପ୍ରତି ଧ୍ୟାନ ଦେଇଛନ୍ତି କି? ସୌନ୍ଦର୍ଯ୍ୟ ଏବଂ ମହିମା ହିଁ ମିଶର ଦେଶର ମହିଳାମାନଙ୍କର ମୁଖ୍ୟ ବୈଶିଷ୍ଟ୍ୟ ଥିଲା। ଏହି ମହିଳାମାନେ ମିଶରରେ ଉଚ୍ଚ ସରକାରୀ ପଦବୀରେ ଅଧିଷ୍ଠିତ ଥିଲେ ଏବଂ ସେହି ସେବିକାମାନଙ୍କ ଦାୟିତ୍ୱରେ ଥିଲେ ଯେଉଁମାନେ ଶିଶୁ ଜନ୍ମ କରାଇବାରେ ସାହାଯ୍ୟ କରୁଥିଲେ। ଯାତ୍ରା 1 ପର୍ବ ତାର 16 ପଦରେ ଲେଖା ଅଛି, ଯେଉଁ ସମୟରେ ତୁମ୍ଭେମାନେ ଏବ୍ରିଆ ସ୍ତ୍ରୀମାନଙ୍କର ଧାତ୍ରୀକର୍ଯ୍ୟ କରିବ ଓ ସେମାନଙ୍କୁ ଜନ୍ମାସନରେ ଦେଖିବ, ସେ ସମୟରେ ଯେବେ ପୁତ୍ର ସନ୍ତାନ ହେବ ତେବେ ତାକୁ ବଧ କରିବ, ଆଉ ଯେବେ କନ୍ୟା ହେବ ତେବେ ତାକୁ ଜୀବିତ ରଖିବ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଜନ୍ମ ସହିତ ଜଡ଼ିତ ସେହି ବଂଶାବଳୀକୁ ଧ୍ୱଂସ କରିବା ପାଇଁ ଏହା ଶୟତାନର ଆଉ ଏକ ଚେଷ୍ଟା ଥିଲା। ଖ୍ରୀଷ୍ଟଙ୍କ ଆଗମନକୁ ବନ୍ଦ କରିବା ପାଇଁ ଶୟତାନର ଏପରି ଚେଷ୍ଟା ପୁରାତନ ନିୟମ ଠାରୁ ଆରମ୍ଭ କରି ନୂତନ ନିୟମ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ବାଇବଲରେ ଦେଖିବାକୁ ମିଳେ। ଜିହୁଦୀମାନଙ୍କୁ ବିନାଶ କରିବା ପାଇଁ ଅନେକ ଚେଷ୍ଟା କରାଯାଇଛି ଏବଂ ସାରା ବିଶ୍ୱରେ ଜିହୁଦୀ ବିରୋଧୀ ମନୋଭାବ କିପରି ବ୍ୟାପିଛି ତାହା ଲକ୍ଷ୍ୟ କରିବା ବେଶ ଆଶ୍ଚର୍ଯ୍ୟଜନକ। ଏହାର ଉତ୍ପତ୍ତି ଶୟତାନ ଠାରୁ ହୋଇଛି, ତେଣୁ ଈଶ୍ୱରଙ୍କ କୌଣସି ସନ୍ତାନ ଏଥିରେ ସାମିଲ ହେବା ଉଚିତ ନୁହେଁ। ସାଧାରଣତଃ ଯେଉଁ ଲୋକମାନଙ୍କର ଈଶ୍ୱରଙ୍କ ବିଷୟରେ କୌଣସି ଜ୍ଞାନ ନଥାଏ, ସେମାନେ ହିଁ ଜିହୁଦୀମାନଙ୍କୁ ନିର୍ଯାତନା ଦେଇଥାନ୍ତି। ନିଶ୍ଚିତ ଭାବେ କେହି ଜଣେ ଭାବୁଥିବେ ଯେ ହଁ, କିନ୍ତୁ ଅନ୍ଧକାର ଯୁଗ ସମୟରେ ମଣ୍ଡଳୀ ମଧ୍ୟ ଜିହୁଦୀ ବିରୋଧୀ କାର୍ଯ୍ୟକଳାପରେ ଲିପ୍ତ ଥିଲା। ଏହା ସତ୍ୟ ଅଟେ, କିନ୍ତୁ ତାହା ଅନ୍ଧକାର ଯୁଗ ଥିଲା ଏବଂ ମଣ୍ଡଳୀ ବାହ୍ୟ ଧାର୍ମିକ ରୀତିନୀତିରେ ବ୍ୟସ୍ତ ରହି ଈଶ୍ୱରଙ୍କ ବାକ୍ୟଠାରୁ ବହୁ ଦୂରକୁ ଚାଲି ଯାଇଥିଲା। ମୋ ମତରେ କୌଣସି ବ୍ୟକ୍ତି ଈଶ୍ୱରଙ୍କ ବାକ୍ୟକୁ ଅଧ୍ୟୟନ କରିବା ପରେ କେବେ ହେଲେ ଜିହୁଦୀ ବିରୋଧୀ ହୋଇପାରିବ ନାହିଁ। ଶୟତାନ ଯେତେବେଳେ ଇସ୍ରାଏଲର ସନ୍ତାନମାନଙ୍କୁ ବିନାଶ କରିବାକୁ ଚେଷ୍ଟା କଲା, ସେତେବେଳେ ଈଶ୍ୱର ଏଥିରେ ହସ୍ତକ୍ଷେପ କଲେ। ଯାତ୍ରା 1 ପର୍ବ ତାର 17ରୁ 20 ପଦରେ ଲେଖା ଅଛି, ମାତ୍ର ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ମିଶ୍ରୀୟ ରାଜାଙ୍କର ଆଜ୍ଞା ପ୍ରମାଣେ ନ କରି ପୁତ୍ର ସନ୍ତାନମାନଙ୍କୁ ଜୀବିତ ରଖିଲେ। ତେଣୁ ମିଶରର ରାଜା ଧାତ୍ରୀମାନଙ୍କୁ ଡକାଇ କହିଲେ, ତୁମ୍ଭେମାନେ ଏପରି କାର୍ଯ୍ୟ କି ହେତୁ କରୁଅଛ? ପୁତ୍ର ସନ୍ତାନମାନଙ୍କୁ କାହିଁକି ଜୀବିତ ରଖୁଅଛ? ତହିଁରେ ଧାତ୍ରୀମାନେ ଫାରୋଙ୍କୁ କହିଲେ, ଏବ୍ରିଆ ସ୍ତ୍ରୀଗଣ ମିଶ୍ରୀୟ ସ୍ତ୍ରୀଗଣ ପରି ନୁହନ୍ତି। ସେମାନେ ବଳବତୀ, ସେମାନଙ୍କ ନିକଟକୁ ଧାତ୍ରୀ ଆସିବା ପୂର୍ବରୁ ସେମାନେ ପ୍ରସବ କରନ୍ତି। ପୁଣି ପରମେଶ୍ୱର ସେହି ଧାତ୍ରୀମାନଙ୍କର ମଙ୍ଗଳ କଲେ। ତହିଁରେ ଲୋକମାନେ ଅତ୍ୟନ୍ତ ବୃଦ୍ଧି ପାଇ ଅତିଶୟ ବଳବାନ ହେଲେ। ସମସ୍ତ ଏବ୍ରି ପୁତ୍ର ସନ୍ତାନମାନଙ୍କୁ ବିନାଶ କରିବାର ଏହି ପ୍ରୟାସ ଏକ ରାଜନୈତିକ ଚାଲ ଥିଲା, ଯାହା ସଫଳ ହେଲା ନାହିଁ। ଯାତ୍ରା 1 ପର୍ବ ତାର 21 ପଦରେ ଲେଖା ଅଛି, ସେହି ଧାତ୍ରୀମାନେ ପରମେଶ୍ୱରଙ୍କୁ ଭୟ କରିବାରୁ ସେ ସେମାନଙ୍କ ବଂଶ ବୃଦ୍ଧି କଲେ। ଏହି ମହିଳାମାନଙ୍କୁ ଫାରୋଙ୍କର ଆଜ୍ଞା ପାଳନ କରିବେ ନା ଈଶ୍ୱରଙ୍କର ଆଜ୍ଞା ପାଳନ କରିବେ, ଗୋଟିଏ ମନୋନୟନ କରିବାର ଥିଲା। ସେମାନେ ଈଶ୍ୱରଙ୍କୁ ଭୟ କରିବା ଶିଖିଲେ ଏବଂ ସେମାନଙ୍କର ଏହି ଆଜ୍ଞାବହତା ଈଶ୍ୱରଙ୍କ ଦୃଷ୍ଟିଗୋଚର ହୋଇଥିଲା ଓ ସେଥିପାଇଁ ସେମାନେ ପୁରସ୍କୃତ ହୋଇଥିଲେ। ସେ ସିପ୍ରା ଏବଂ ପୁୟା ଦୁହିଁଙ୍କୁ ଇସ୍ରାଏଲରେ ଏକ ନାମ ଓ ସ୍ଥାନ ଦେଇଥିଲେ ଏବଂ ସେହି ଦେଶରେ ସେମାନଙ୍କୁ ବହୁ ସମ୍ମାନ ମିଳିଥିଲା। ଯାତ୍ରା 1 ପର୍ବ ତାର 22 ପଦରେ ଲେଖା ଅଛି, ଅନନ୍ତର ଫାରୋ ଆପଣା ସମସ୍ତ ପ୍ରଜାଙ୍କୁ ଏହି ଆଜ୍ଞା ଦେଲେ, ତୁମେମାନେ ନବଜାତ ପ୍ରତ୍ୟେକ ପୁତ୍ର ସନ୍ତାନମାନଙ୍କୁ ନଦୀରେ ନିକ୍ଷେପ କର, ମାତ୍ର ପ୍ରତ୍ୟେକ କନ୍ୟାଙ୍କୁ ଜୀବିତ ରଖ।
ଯଦି ଏହି ଆଦେଶ କାର୍ଯ୍ୟକାରୀ ହୋଇଥାନ୍ତା, ତେବେ ଇସ୍ରାଏଲ ବଂଶ ଖୁବ୍ ଶୀଘ୍ର ସମ୍ପୂର୍ଣ୍ଣ ରୂପେ ଧ୍ୱଂସ ହୋଇଯାଇଥାନ୍ତା। ଫରୋଙ୍କ ଆଦେଶ ପାଳନ କରିନଥିଲେ ଏବଂ ଯାତ୍ରା ପୁସ୍ତକର ପରବର୍ତ୍ତୀ ପର୍ବ ସବୁ ସ୍ପଷ୍ଟ ଭାବେ ଦର୍ଶାଏ ଇସ୍ରାଏଲର ସନ୍ତାନମାନଙ୍କୁ ମିଶରର ଦାସତ୍ୱରୁ ମୁକ୍ତ କରିବା ପାଇଁ ଈଶ୍ୱର ମୂଷାଙ୍କୁ ପ୍ରସ୍ତୁତ କରୁଛନ୍ତି। ଯାତ୍ରା ପୁସ୍ତକ ହେଉଛି ମୁକ୍ତି ଉପରେ ଏକ ମହାନ ପୁସ୍ତକ। ଏହା ଉଦାହରଣ ସ୍ୱରୂପ ପ୍ରକାଶ କରେ ଯେ ଈଶ୍ୱର ଆଜି ଆମକୁ କିପରି ପାପ, ସଂସାର, ଶାରୀରିକ ମୋହ ଏବଂ ଶୈତାନର ଶକ୍ତିରୁ ରକ୍ଷା କରନ୍ତି ଏବଂ ସ୍ୱର୍ଗ ପାଇଁ ଆମକୁ ସୁରକ୍ଷା ଦିଅନ୍ତି। ଲକ୍ଷ୍ୟ କରନ୍ତୁ ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆଶା କରେ ଆଜିର ଅଧ୍ୟୟନଟି ନିଶ୍ଚୟ ଆପଣଙ୍କୁ ଭଲ ଲାଗିଥିବ। ଆପଣଙ୍କ ଠାରୁ ବିଦାୟ ନେବା ପୂର୍ବରୁ ଆସନ୍ତୁ ପ୍ରାର୍ଥନା କରିବା। ପବିତ୍ର ପ୍ରେମିକ ଦୟାଳୁ ସ୍ୱର୍ଗସ୍ଥ ପିତା, ଆମେ ତୁମକୁ ଧନ୍ୟବାଦ ଦେଉଅଛୁ, ତୁମରି ଗୌରବ କରୁଛୁ, ତୁମରି ପ୍ରଶଂସା କରୁଅଛୁ। ଦୟାଳୁ ସ୍ୱର୍ଗସ୍ଥ ପିତା, ପୁଣି ଥରେ ଆଜିର ଅଧ୍ୟୟନ ମଧ୍ୟକୁ ଆମମାନଙ୍କୁ ତୁମେ ଆସିବା ପାଇଁ ସାହାଯ୍ୟ କର। ଆଜିର ଅଧ୍ୟୟନ ମଧ୍ୟରେ ପ୍ରଭୁ ଯାହା କିଛି ପ୍ରଭୁ ଆମମାନେ ଶିକ୍ଷା ଲାଭ କରିଅଛୁ, ସେ ସମସ୍ତ ବିଷୟକୁ ବୁଝିବା ନିମନ୍ତେ ଆମମାନଙ୍କୁ ତୁମେ ସାହାଯ୍ୟ କର। ପବିତ୍ର ପ୍ରିୟ ପ୍ରଭୁ, ଆଗାମୀ ଦିନରେ ଆମେ ଯେପରି ତୁମରି ବାକ୍ୟ ପ୍ରତି ମନୋଯୋଗୀ ହେବୁ, ତୁମଠାରେ ବିଶ୍ୱାସ ଭରସାର ଜୀବନ କାଟିବାକୁ ପାରିବୁ, ସେହିପରି ଆମମାନଙ୍କୁ ତୁମେ ସାହାଯ୍ୟ କର। ଆମ ପ୍ରତ୍ୟେକ ଦର୍ଶକ ଭାଇ ଭଉଣୀମାନଙ୍କୁ ତୁମେ ଆଶୀର୍ବାଦ କର। ଗୌରବ, ସମ୍ଭ୍ରମ, ମହିମା ତୁମକୁ ଦେଇ ଯୀଶୁଙ୍କର ମଧୁର ନାମରେ ଏହି ପ୍ରାର୍ଥନା ମାଗୁଅଛୁ, ଆମେନ୍। ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ଆଶା କରେ ଆଜିର ଅଧ୍ୟୟନଟି ଆପଣଙ୍କୁ ନିଶ୍ଚୟ ଭଲ ଲାଗିଥିବ। ଏହି ଅଧ୍ୟୟନରୁ ଆମେ ଶିଖିଲୁ ଯେ କଷ୍ଟ ଏବଂ ଅତ୍ୟାଚାର ସମୟରେ ମଧ୍ୟ ଈଶ୍ୱର ନିଜ ପ୍ରତିଜ୍ଞା ପ୍ରତି ବିଶ୍ୱସ୍ତ ରୁହନ୍ତି। ଯଦିଓ ଇସ୍ରାଏଲ ମିଶରରେ ଦାସତ୍ୱ ଏବଂ ନିର୍ଯାତନାର ସମ୍ମୁଖୀନ ହୋଇଥିଲା, ତଥାପି ଈଶ୍ୱର ନିଜ ଲୋକମାନଙ୍କୁ ରକ୍ଷା କଲେ ଏବଂ ସେମାନଙ୍କର ବଂଶବୃଦ୍ଧି କରାଇଲେ। ଏବ୍ରିୟ ସୂତିକାମୁଣିମାନଙ୍କ ସାହସ ଆମକୁ ମାନବୀୟ କ୍ଷମତା ଅପେକ୍ଷା ଈଶ୍ୱରଙ୍କୁ ଭୟ କରିବା ଏବଂ ତାଙ୍କର ଆଜ୍ଞାବହ ହେବାର ଗୁରୁତ୍ୱ ଶିଖାଏ। ପରବର୍ତ୍ତୀ ଅଧ୍ୟୟନରେ ଆମେ ଯାତ୍ରା ପୁସ୍ତକ 2ୟ ଅଧ୍ୟାୟ ଅଧ୍ୟୟନ କରିବା, ଯେଉଁଠାରେ ଆମେ ମୋଷାଙ୍କ ଜନ୍ମ, ନିଜ ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ତାଙ୍କର ପ୍ରଥମ ଚେଷ୍ଟା ଏବଂ ମିଦିଅନ ଦେଶକୁ ତାଙ୍କର ଯାତ୍ରା, ଯେଉଁଠାରେ ସେ ଜଣେ ଅଣ-ଯିହୁଦୀ କନ୍ୟାକୁ ବିବାହ କରନ୍ତି। ପ୍ରିୟ ଦର୍ଶକ ବନ୍ଧୁ, ଏହି କାର୍ଯ୍ୟକ୍ରମରେ ଆପଣଙ୍କ ମନରେ ଯଦି କିଛି ପ୍ରଶ୍ନ ଥାଏ, ତେବେ ଆମ ସହିତ ଯୋଗାଯୋଗ କରନ୍ତୁ। ଆମେ ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ଅଛୁ। ଈଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ରହିଲୁ, ନମସ୍କାର। ଗତ ପ୍ରଶ୍ନର ଉତ୍ତରଟି ହେଉଛି ବି ଜଣେ ଦୂତ। ଆଜିର ପ୍ରଶ୍ନଟି ହେଉଛି ମିଶର ଛାଡ଼ି ମିଦିଅନକୁ ଯିବା ସମୟରେ ମୋଷାଙ୍କ ବୟସ କେତେ ଥିଲା? ଏ 30 ବର୍ଷ, ବି 40 ବର୍ଷ, ସି 50 ବର୍ଷ, ଡି 60 ବର୍ଷ। এই ପ୍ରଶ୍ନର ଉତ୍ତର ଆସନ୍ତାକାଲି ସନ୍ଧ୍ୟା 6ଟା ମଧ୍ୟରେ ଅପସନ୍ ମଧ୍ୟରୁ ସଠିକ୍ ଉତ୍ତର ବାଛି ଆପଣଙ୍କ ନାମ ଓ ସମ୍ପୂର୍ଣ୍ଣ ଠିକଣା ସହିତ 9777221415 ଫୋନ୍ ନମ୍ବରରେ SMS କିମ୍ବା ହ୍ୱାଟ୍ସଆପ୍ ଦ୍ୱାରା ଆମକୁ ଜଣାଇବାକୁ ଅନୁରୋଧ। ଯଦି ଆପଣଙ୍କୁ ଆମ କାର୍ଯ୍ୟକ୍ରମ ଭଲ ଲାଗୁଛି, ତେବେ 044490812996ରେ ମିସ୍ଡ କଲ୍ ଦେଇ ବିଜୟୀ ହୋଇପାରିବେ। ଗତ ସପ୍ତାହର ବିଜୟ ଦର୍ଶକ ବନ୍ଧୁ ହେଲେ ଭୁବନେଶ୍ୱରରୁ ଭୀମସେନ ନାୟକ ଓ ବନିତା ନାୟକ।